ଗୀତାରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି, ଯେତେବେଳେ ମଣିଷର ଆବଶ୍ୟକତା ପଡ଼ିଥାଏ ସେତେବେଳେ ତାର କଥା କହିବାର ଶୈଳୀ ବଦଳି ଯାଇଥାଏ। ଦର୍ଶକ ବନ୍ଧୁ, ଫାଇଦା ସବୁଠାରୁ ତଳେ ପଡ଼ିଥିବା ଜିନିଷର ହୋଇଥାଏ। ଲୋକେ କିନ୍ତୁ ସବୁବେଳେ ଉଠାଇ ଚାଲନ୍ତି। ସବୁବେଳେ ସେହି ଲୋକ ହାରିଥାଏ ଯିଏ ଆଶା ବାରମ୍ବାର କରିଥାଏ, କିନ୍ତୁ ସେହି ଲୋକ ଜିତିଥାଏ ଯିଏ ଚେଷ୍ଟା ହଜାରେ ଥର କରିଥାଏ। ଯେଉଁ ମଣିଷକୁ ଆମେ ଭଲ ପାଇଥାଉ ସେହି ଲୋକ ହିଁ ଆପଣଙ୍କର ଫାଇଦା ଉଠାଇଥାନ୍ତି, କାରଣ ସେହି ଲୋକ ହିଁ ଆମର ଦୁର୍ବଳତା ଜାଣିଥାନ୍ତି। ଏମିତି ନିଜକୁ ଚାଲାକ କରନ୍ତୁ, ସମସ୍ତଙ୍କୁ କ୍ଷମା କରିଦିଅନ୍ତୁ। ଏମିତି ବୋକା ବନନ୍ତୁ ନାହିଁ ଯେ ଯିଏ ଆପଣଙ୍କୁ ଧୋକା ଦେଇଥାନ୍ତି ତାକୁ ଆଉ ଥରେ ବିଶ୍ୱାସ କରି ବସନ୍ତୁ। ଜୀବନରେ ଆପଣ ସେହି ସ୍ଥାନରେ ପହଞ୍ଚି ଯାଆନ୍ତୁ, ଲୋକମାନେ ଆପଣଙ୍କୁ ହରାଇବା ପରେ ଅନୁତାପ କରିବେ। ଜୀବନରେ କେବେ କାହାକୁ ନିଜର ଦୁଃଖ କୁହନ୍ତୁ ନାହିଁ। ଆପଣ ଯେମିତି ଅଛନ୍ତି ସର୍ବଶ୍ରେଷ୍ଠ। ଭଗବାନ କହନ୍ତି, ସବୁବେଳେ ନିଜକୁ ଅନ୍ୟ ସହ ତୁଳନା କରି ଦୁଃଖୀ ହୁଅ ନାହିଁ। ଭଗବାନ କାହାକୁ ବିନା କାରଣରେ ଗଢ଼ି ନାହାନ୍ତି। ସମସ୍ତଙ୍କର କିଛି ନା କିଛି ଗୁଣ ଥାଏ। ମନୁଷ୍ୟର ମନ ହିଁ ସବୁଠୁ ବଡ଼ ଶତ୍ରୁ ଆଉ ମିତ୍ର ହୋଇଥାଏ। ଯଦି ମନ ଆପଣଠୁ ଜିତିଯାଏ, ଆପଣଙ୍କର ଶତ୍ରୁ ବନିଯାଏ। ଯଦି ଆପଣ ମନଠୁ ଜିତିଯାଆନ୍ତି, ଆପଣଙ୍କର ବନ୍ଧୁ ବନିଯାଏ। ଯଦି କେହି ଆପଣଙ୍କୁ ଅଣଦେଖା କରେ, ବିଲକୁଲ ବି ଖରାପ ଭାବନ୍ତୁ ନାହିଁ, କାରଣ ଲୋକେ ସବୁବେଳେ ଆପଣଙ୍କର ପରିସ୍ଥିତି ହିସାବରେ ଜିନିଷର ଅଣଦେଖା କରନ୍ତି। ସେହି ଲୋକଙ୍କ ପଛରେ ଗୋଡ଼ାନ୍ତୁ ନାହିଁ ଯେଉଁ ଲୋକଙ୍କୁ ଆପଣଙ୍କର କୌଣସି ଆବଶ୍ୟକତା ନାହିଁ। ଭଗବାନ କହନ୍ତି, ଭୁଲ ସବୁ ମଣିଷର ହୋଇଥାଏ, କିନ୍ତୁ ସେହି ମଣିଷ ତାର ଭୁଲକୁ ସଜାଡ଼ିଥାଏ ଯାହାର ମନ ନିର୍ମଳ ଆଉ ହୃଦୟ ସଫା ଥାଏ। ସମସ୍ତଙ୍କୁ ନିଜର ସମୟ ଜରୁରୀ ଦିଅନ୍ତୁ, କାରଣ ପ୍ରଥମ ଆବଶ୍ୟକତା ଆପଣ ନିଜେ ହୋଇଥାନ୍ତି। ସମ୍ପର୍କ ଯେତେ ଖରାପ ଥାଉ ତାକୁ କେବେ ଭାଙ୍ଗନ୍ତୁ ନାହିଁ, କାରଣ ମଇଳା ପାଣି କେବେ ଶୋଷ ମେଣ୍ଟାଇ ପାରେ ନାହିଁ, ବରଂ ନିଆଁ ଲିଭାଇ ପାରେ। ଦୁନିଆ ଯେତେବେଳେ ଅସୁବିଧାରେ ପକାଇଥାଏ ସେତେବେଳେ ଭଗବାନ ହଜାରେ ରାସ୍ତା ଦେଖାଇଥାନ୍ତି। ବିଶ୍ୱାସ କରିବା ବାଲା ବୁଦ୍ଧିମାନ ହୋଇଥାଏ, କିନ୍ତୁ ବୋକା ମଣିଷ ବିଶ୍ୱାସ ଭାଙ୍ଗିଥାନ୍ତି। ଯଦି କେହି ବୁଝୁନାହିଁ ତାକୁ ବୁଝାଇବା କ'ଣ ଦରକାର, ଆଉ ଯିଏ ମାନୁନାହିଁ ତ ତାକୁ ମନେଇବା କ'ଣ ଦରକାର। ସ୍ୱଚ୍ଛ ମଣିଷ ମନରେ କୌଣସି ଦରକାର ମଣିଷର ସାହାଯ୍ୟ କରି ତ ଦେଖନ୍ତୁ, ମନକୁ ବହୁତ ଆନନ୍ଦ ମିଳିବ। ଯାହାକୁ ଯିବାର ଅଛି ତାକୁ ଯିବାକୁ ଦିଅନ୍ତୁ। ଯଦି ବି ସେ ଆଜି ରହିଯାଉଛି, କାଲିକି ସେ ନିଶ୍ଚୟ ଯିବ। ମଣିଷ ଠାରୁ ମଣିଷ ଅଲଗା ହୋଇଥାଏ, କାରଣ ହେଲା କଥା ଆଉ ପଇସା। ଯାହାକୁ ସ୍ୱପ୍ନ ଦେଖିବାକୁ ଭଲ ଲାଗିଥାଏ ତାକୁ ରାତି ଛୋଟ ଲାଗିଥାଏ। ଯାହାକୁ ସ୍ୱପ୍ନ ସାକାର କରିବାକୁ ଇଚ୍ଛା ଥାଏ ତାକୁ ଦିନ ଛୋଟ ଲାଗିଥାଏ। ନିଜକୁ ଏତେ ବି ମହଙ୍ଗା କରନ୍ତୁ ନାହିଁ ଯେ ଲୋକମାନେ ଆପଣଙ୍କୁ ଡାକି ପାରିବେ ନାହିଁ, ଆଉ ନିଜକୁ ଏତେ ବି ଶସ୍ତା କରନ୍ତୁ ନାହିଁ କି ଲୋକମାନେ ଆପଣଙ୍କୁ ନଚେଇ ପାରିବେ ନାହିଁ। ଚୁପ୍ ରହିବା କେବେ ଖରାପ ହୋଇନଥାଏ। କିଛି ଯନ୍ତ୍ରଣା ଏମିତି ଥାଏ କି କଥା ପର୍ଯ୍ୟନ୍ତ ଟାଣି ନେଇଥାଏ। ସବୁ କିଛି ଠିକ୍ କରିବାକୁ ଅପେକ୍ଷା କରିବେ ତ ବସିକି ହିଁ ରହିଯିବେ। ସାହସ ରଖନ୍ତୁ ଏବଂ ନିଜେ ଉଠନ୍ତୁ। ଆପଣ ଜୀବନରେ ସବୁ କିଛି ଠିକ୍ କରିଦିଅନ୍ତୁ। ଦର୍ଶକ ବନ୍ଧୁ, ଭଗବାନ କହନ୍ତି, ଦୁନିଆରେ ସେହି ଲୋକମାନେ ସବୁଠାରୁ ଅଧିକ ଖୁସି ହୋଇଥାନ୍ତି ଯେଉଁମାନେ ଜାଣିଥାନ୍ତି କି ଅନ୍ୟମାନଙ୍କ ଉପରେ କୌଣସି ଆଶା ରଖିବା ବୃଥା ହୋଇଥାଏ। ଜୀବନରେ ଦୁଃଖ ମିଳିବା ବି ଜରୁରୀ ହୋଇଥାଏ, କାରଣ ଯଦି ଆପଣ ସବୁବେଳେ ଖୁସିରେ ରହିବେ କେବେ ବି ଆଗକୁ ବଢ଼ିପାରିବେ ନାହିଁ। ଏହିଭଳି ଖରାପ ଚିନ୍ତାଧାରା ଯେଉଁ ମଣିଷ ପାଖରେ ଥାଏ ସେମାନେ ଭାବନ୍ତି ଏକୁଟିଆ ରହିଲେ କ'ଣ କରିହେବ, କିନ୍ତୁ ଟିକେ
ଦେଖନ୍ତୁ ସୂର୍ଯ୍ୟକୁ, ଯିଏ ଏକୁଟିଆ ହିଁ ସାରା ଦୁନିଆକୁ ଆଲୋକ ଦେଉଛି। ଭଗବାନ ଶ୍ରୀକୃଷ୍ଣ କହିଛନ୍ତି।